ଅଣସର ଘରେ ଥିଲ, ଆଜ ବାହାର ହେଲ, ତ୍ରିଭଙ୍ଗୀ ଭଙ୍ଗୀ କରି ଚାହିଁଚ। ଶ୍ରୀ ଜଗନ୍ନାଥଙ୍କ ଅଣସର ପରର ଦୁଇଟି ତାତ୍ପର୍ଯ୍ୟପୂର୍ଣ୍ଣ ନୀତି ହେଉଛି ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ। ଅଣସର ପରେ ପ୍ରଥମେ ନବଯୌବନ ଦର୍ଶନ ଓ ତାପରେ ନେତ୍ରୋତ୍ସବ ହୋଇଥାଏ। ନବଯୌବନ ଦର୍ଶନ ପୂର୍ବରୁ ଅଣସର ତାଟିରେ ପୂଜିତ ପଟିଦିଅମାନଙ୍କୁ ବିସର୍ଜନ କରି ଦିଆଯାଏ। ତାଟି ସମ୍ମୁଖରେ ଖଟ ଉପରେ ପୂଜିତ 7 ଦେବଦେବୀଙ୍କୁ ସୁସ୍ଥାନକୁ ନିଆଯାଇ ତାଟି ଖୋଲି ଦିଆଯାଏ। ପଟରେ ଆରୋପିତ ଦେବତା ପୁଣି ଦାରୁ ବିଗ୍ରହଙ୍କ ମଧ୍ୟକୁ ଫେରି ଆସନ୍ତି। ଭକ୍ତମାନେ ସେମାନଙ୍କୁ ପୁଣି ଦାରୁ ବ୍ରହ୍ମ ରୂପରେ ଦର୍ଶନ କରନ୍ତି। ଏହା ହେଉଛି ନବଯୌବନ ଦର୍ଶନ। ଏହାପରେ ହୁଏ ସେମାନଙ୍କ ନେତ୍ରୋତ୍ସବ ନୀତି। ଏହି ନେତ୍ରୋତ୍ସବର ସ୍ୱତନ୍ତ୍ର ବିଧି ରହିଛି। ନବଯୌବନ ଦର୍ଶନ ପୂର୍ବର ବନକଲାଗି ସମୟରେ ଶ୍ରୀମୁଖ ସିଙ୍ଗାରୀ ଦତ୍ତ ମହାପାତ୍ର ସେବକ ଶ୍ରୀ ଜଗନ୍ନାଥାଦି ଦେବତା ମାନଙ୍କର ନେତ୍ର ଅଙ୍କନ କରିଥାନ୍ତି। ସେଥିରେ ନେତ୍ର ପିତୁଳା ବା ପୁଅ ଡୋଳା ବି ଅଙ୍କନ ହୋଇଥାଏ, କିନ୍ତୁ ତାହା ସମ୍ପୂର୍ଣ୍ଣ ହୋଇନଥାଏ। ନେତ୍ରୋତ୍ସବ ଦିନ ଦତ୍ତ ମହାପାତ୍ର ସେବକ 3ଟି ରୂପା ପାତ୍ରରେ କଳା ପ୍ରସ୍ତୁତ କରି ଦେବା ପରେ ପୂଜା ପଣ୍ଡା ସେବକ ସେହି ନେତ୍ର ପିତୁଳା ଅଙ୍କନକୁ ସମ୍ପନ୍ନ କରିଥାନ୍ତି। 3 ଖଣ୍ଡି ତୁଳସୀ କାଠିରେ ତାହା କରାଯାଏ। ଏହି ତୁଳସୀ କାଠି ରାଘବ ଦାସ ମଠରୁ ଆସିଥାଏ। ଏହି ନେତ୍ର ଅଙ୍କନର ଏକ ସ୍ୱତନ୍ତ୍ର ମନ୍ତ୍ର ଅଛି। ଏ ସମ୍ପର୍କରେ ନୀଳାଦ୍ରି ମହୋଦୟରେ ଉଲ୍ଲେଖ ଅଛି। ନାନା ବାଦ୍ୟଧ୍ୱନିର ମହୋତ୍ସବ ମଧ୍ୟରେ ପୂଜକ ଠାକୁରମାନଙ୍କ ନିକଟକୁ ଯାଇ ତଚ୍ଛକ୍ୟୁ ମନ୍ତ୍ରରେ ସେମାନଙ୍କ ନେତ୍ର ପଦ୍ମରେ 2ଟି ନେତ୍ର ଅଙ୍କନ କରିବେ। ଏହା ହେଉଛି ନେତ୍ରୋତ୍ସବ। ଏହି ତଚ୍ଛକ୍ୟୁ ମନ୍ତ୍ର ହେଉଛି ଯଜୁର୍ବେଦର ଏକ ମନ୍ତ୍ର। ଏହାର ତାତ୍ପର୍ଯ୍ୟ ହେଉଛି, ହେ ପ୍ରଭୁ, ଆପଣଙ୍କର ଚକ୍ଷୁ ହେଉଛି ଶୁଦ୍ଧ ସୂର୍ଯ୍ୟମଣ୍ଡଳ ସ୍ୱରୂପ, ନିତ୍ୟ ଚକ୍ଷୁ। ଏହି ଚକ୍ଷୁ ଦେବତା ମାନଙ୍କର ହିତକାରୀ। ଆପଣଙ୍କ କୃପାରୁ ସେହି ନିତ୍ୟ ଚକ୍ଷୁର ଆଲୋକ ଦ୍ୱାରା ଆମେ 100ଟି ଶରତ ଦେଖିବାକୁ ସକ୍ଷମ ହେଉ। 100ଟି ଶରତ ସୁଖରେ ଜୀବନ ଧାରଣ କରୁ। 100ଟି ଶରତ ଭଲ ଭାବରେ ଶୁଣିପାରୁ। 100ଟି ଶରତ ଭଲ ଭାବରେ କହିପାରୁ। 100ଟି ବା ଶତାଧିକ ଶରତ ଆମେ ଏହିପରି ଭାବରେ କ୍ରିୟାଶୀଳ ଓ ଆୟୁଷ୍ମାନ ରହୁ। ଏହା ହିଁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନେତ୍ରୋତ୍ସବର ମହତ୍ତ୍ୱ ଏବଂ ଏହା ଆମ ପାଇଁ ତାଙ୍କର ଶୁଭାଶିଷ।